ଚାମ୍ପିୟନ୍ସଙ୍କ ଚାମ୍ପିୟନ୍। ନ୍ୟୁଜିଲାଣ୍ଡକୁ 4 ୱିକେଟରେ ହରାଇଲା। ତୃତୀୟ ଥର ଟାଇଟଲ ଜିତିଲା ଭାରତ। ରୋହିତଙ୍କ ସ୍ପେୟାର ଅଫ୍ ମ୍ୟାଚ୍। ଟି20 ବିଶ୍ୱକପ ପରେ ଚାମ୍ପିୟନ୍ ଟ୍ରଫି। ପୁରୀ ପୋଲିସ ଦ୍ୱାରା ଅନୁଷ୍ଠିତ ହୋଇଛି ସଦର ଥାନା ଆମ ପୋଲିସ କାର୍ଯ୍ୟକ୍ରମ। ଅଞ୍ଚଳରେ ବଢ଼ୁଛି ନିଶା କାରବାର। ନିଶାଖୋରଙ୍କ ଉତ୍ପତ୍ତି ସୀମା ଟପିବାରେ ଲାଗିଛି। ଥାନା ସୀମା ଦେଇ ଯାଉଛି ଶହ ଶହ ଚୋରା ବାଲି ବୋଝେଇ ଗାଡ଼ି। ତେଣୁ ପେଟ୍ରୋଲିଂ ବ୍ୟବସ୍ଥା କଡ଼ା କରାଯାଉ। ପୋଲିସକୁ ଏଭଳି ପରାମର୍ଶ ଦେଇଛନ୍ତି ସଦର ଥାନା ଅଞ୍ଚଳବାସୀ। ଶନିବାର ଅପରାହ୍ନ ସଦର ଥାନାରେ ଅନୁଷ୍ଠିତ ଆମ ପୋଲିସ କାର୍ଯ୍ୟକ୍ରମ ଯୋଗ ଦେଇ ଲୋକ ଏହି ନିର୍ଦ୍ଦେଶ କରିଛନ୍ତି। ଜୟା ହୋଟେଲ ଅଞ୍ଚଳରେ 163 ଧାରା। ସାକ୍ଷୀଗୋପାଳ ସତ୍ୟବାଦୀ ଥାନା ଅନ୍ତର୍ଗତ ସାକ୍ଷୀଗୋପାଳ କଲେଜ ଛକ ନିକଟସ୍ଥ ଜୟା ହୋଟେଲରେ 1 କିଲୋମିଟର ପର୍ଯ୍ୟନ୍ତ ଭାରତୀୟ ନାଗରିକ ସୁରକ୍ଷା ନ୍ୟାୟ ସଂହିତାର 163 ଧାରା ଜାରି କରାଯାଇଛି। ଗତକାଲି ବିଳମ୍ବିତ ରାତିରେ ଏହା ଲାଗୁ କରାଯାଇଛି। ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ଏହି ଧାରା ବଳବନ୍ତ ରହିବ। ଅଘଟଣ ଆଶଙ୍କା କରି ରବିବାର ଘଟଣାସ୍ଥଳରେ ଏହି ଧାରା ବଳବନ୍ତ ରହିବ। ସୁପରଷ୍ଟାରଙ୍କୁ ଝୁରିଲେ ନେତା। ଏକ ହୋଇଥିଲେ ନେତା, ଅଭିନେତା, ପ୍ରଯୋଜକ, ନିର୍ଦ୍ଦେଶକ। ସମସ୍ତ ଭାବୁ ବିହ୍ୱଳରେ ଆଖି ଲୁହ, ମନରେ କୋହ। ଏକ କହିବି କିଛ ଜାଣିପାରୁନି। କେବଳ ସୁପରଷ୍ଟାର ଉତ୍ତମଦାଙ୍କୁ ଝୁରିଲେ। ଫଟୋକୁ ଚାହିଁ ସ୍ମୃତି ମନେ ପକାଇଲେ। ରବିବାର ସନ୍ଧ୍ୟାରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା। ଦିବଂଗତ ଓଡ଼ିଶା ସିନେମା ଅଭିନେତାଙ୍କ ସ୍ୱର୍ଗ। ଚୀନ ରଙ୍ଗ ଅବିରକୁ ବର୍ଜନ। ହୋଲିରେ 60,000 କୋଟିର କାରବାର ଆଶା। କାରବାର 20% ବୃଦ୍ଧି ସମ୍ଭାବନା। ପରମ୍ପରା ସହ ଅଭିନବ ଉତ୍ପାଦ ଟ୍ରେଣ୍ଡ। ପରିବେଶ ଉପଯୋଗୀ ହୋଲିକୁ ଆପଣାଉଛନ୍ତି। ଡିଜିଟାଲ ଫର୍ମାଟରେ ଆକର୍ଷଣୀୟ ରିହାତି। ନାଟୋ ଛାଡ଼ିବ କି ଆମେରିକା? ଏଲନ୍ ମାସ୍କ ଦେଲେ ଆହ୍ୱାନ। ଟ୍ରମ୍ପଙ୍କ ନିଷ୍ପତ୍ତି ଉପରେ ନଜର। ଖର୍ଚ୍ଚ କାଟ ପାଇଁ ମସ୍କୋକୁ ଦାୟିତ୍ୱ। ଏପ୍ରିଲରେ ନାଟୋର 76ତମ ପ୍ରତିଷ୍ଠା ଦିବସ। ତାତି 40 ଡିଗ୍ରୀ ଟପିବ। ଆଭ୍ୟନ୍ତରୀଣ ଓଡ଼ିଶାରେ 3ରୁ 5 ଡିଗ୍ରୀ ବଢ଼ିବ ତାତି। ସବୁ ଜିଲ୍ଲାପାଳଙ୍କୁ ସତର୍କ କଲେ ଏଏସ୍ଆଇ। ମାଡ଼ି ଚାଲିଛି ଜଙ୍ଗଲ ନିଆଁ। ରାଜ୍ୟର ତାତି ଯେତିକି ବଢ଼ୁଛି, ଜଙ୍ଗଲ ନିଆଁ ସେତିକି ମାଡ଼ି ମାଡ଼ି ଚାଲିଛି। 2253ଟି ଜାଗାରେ ହୁତୁ ହୁତୁ ହୋଇ ଜଳୁଛି ଜଙ୍ଗଲ। ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି, ରାୟଗଡ଼ା, ବାଲିଗୁଆ ଓ ଆଠମାଳିକ ବରଖଣ୍ଡ ବଡ଼ ଧରଣର ନିଆଁ ଲାଗିଛି। ନିଆଁଟି ବର୍ତ୍ତମାନ ଆଗକୁ ବଢ଼ି ବଢ଼ି ଚାଲିଛି। ୟୁକ୍ରେନ ଉପରେ ରୁଷର ନୂଆ ରଣନୀତି। ପାଇପଲାଇନରେ 15 କିଲୋମିଟର ଯାଇ ହାମଲା। 8 ମାସ ହେଲା କୁର୍ସ୍କ ଅଞ୍ଚଳରେ ଯୁଦ୍ଧ ଜାରି। ୟୁକ୍ରେନର 20 ବର୍ଷାୟନ ଅଞ୍ଚଳ ଏବେ ବି ରୁଷ କବ୍ଜାରେ ରହିଅଛି। ସିଦ୍ଧମହାବୀର ଓଭରବ୍ରିଜ୍ କାମ ନିମ୍ନମାନର ଅଭିଯୋଗ। ଘର ଭଙ୍ଗା ମାଟିରେ ଇଟାରେ ପୋତା ହେଉଛି ରାସ୍ତା। ଘଟଣା ଅନୁଧ୍ୟାନ ପରେ ପଦକ୍ଷେପ ଗ୍ରହଣ କରାଯିବ। ସରକାରଙ୍କ ଯନ୍ତ୍ର।